हेलो। हाँ मैडम। हाँ विश्व कह। केନ୍ତା କର୍ମା ଏଇଟା କେନ୍ତା କର୍ମି ପହଞ୍ଚିଲୁ। ହେନ୍ତା ତ ଲେଖତେଲ ଯିବ ଯେନୁ ହଁ ଛାଡିଛ ଓହୋ 765 ଲେଖା ହେଇଥିଲା। ହଁ 766 नु ଲେଖତେଲ ଚାଲ। ଓହୋ ମୁକେଶ ହେଇଥିଲା ଯେ ନା କହିଦିଏ ତ। କିନ ମୁକେଶ ଥିଲା କିନ ମୁକେଶ କିନ ଅଛି ମୁକେଶ ଆଇନ ଛାଡିଥିଲା ଯେ ଆନି ଛାଡିଥିଲା ଯେ କାଁ କରି କହିବା ମଝିରେ ଲେବର ଯାଇଥିଲେ କାମ କରି କହି ନା ପାର। କହିଦ ଦେମା ଯେ ବାଇଚାନ୍ସ ଆଉ ଚେକିଂ ଫେକିଂ ଆଇଲେ କାହା ଛାଡିଲି। କିଏ ସେ କି ନେବା ତମେ ବି ବେକ୍ସି ବିସ୍ପ ନାଇଁ ଯେନ ମ୍ୟାଡାମ ପଥର ମାନେ ଶୁଣୁନ ଯେନ ପହେଲା ଆମର ହଁ ଉପର କିଛି କଥା ନାଇଁ ଆସୁ ବୋଲୁଛୁ ଆମେ ଯଦି ବାଇଚାନ୍ସ ହେଲେ ତମେ କାଁ କହିବ ହଁ ଆମକୁ ଯେନୁ କାମ ହେଇଛେ ବୋଲି ଦେଖାଲି ହଁ ଆମେ ସେଟା ଲେଖତେଲ ଗଲୁ ହଁ ହଁ ବୁଝିଲ। ହଁ ହେନ୍ତା ନୁହେଁ କି ଯେ ଛୁଛା ବୁଟା ଥିବା ମାନେ ଏନ୍ତା ବି ବହୁତ ଜାଗା ଅଛି ଯେନ୍ଟା ନେଇକି ପଥର ଅଛି ହଁ କମ ଥାଉ ବା ବେଶୀ ଥାଉ ମତଲବ ନେନ ଜୁହ୍ନା ଥାଉ କି ନୂଆ ଥାଉ ପଥର ତ ପଥର କେନୁ ବର୍ଷା ପାନି ହେଲା କେନୁ କାଣା ହେଲା କାଦୁ ଚିକଟ ଛିଟକି କରି କାଣା କ୍ଲିନ ଦିଶବା କି ଆଉ ହଁ ନା ଦିଶେ ନା। ନାଇଁ ହଁ ତ ମାନେ କମ ଥାଉ କି ବେଶୀ ଥାଉ ମତଲବ ନେନ ପଥର ତ ଥିବା ନା ସବୁ ହଁ ଜାଗାରେ। ହଁ ଆଉ କାଇଁ ଚିନ୍ତା କରୁଛ। ନା ସବୁଆଡେ ହେତିକି ପଥର ନାଇଁନ ଆଉ ହାତୀଟା ଅଛନ୍। ହଁ ଯେ ହଁ ଦେଖିକିରି ହଁ ଟିକେ ବୋଲେ ଟିକେ ଏରିଆ ଛାଡିକିରି ବୋଲେ ଦେଖିକିରି ସବୁଆଡେ ପଥର ନାଇଁନ ବାକି ଯେତକି ଅଛେ ପଥର ହୁଁ ସେଟା ତ ଚଲବା ବାକିଟା ଚଲବା କି ନାଇଁ ବୋଲଛେ। ବାକିଟା ଦେଖିକିରି ଦେଖମା ଆଉ ହେଲା। କାଇଁ ଆମର ଉପରେ କିଛି କଥା ନା ଆସୁ ବୋଲଛେ ତମର ଉପରେ କି କାଁ ଯେ ତମେ ଏମଆରପି ସାଇନ କରିଛ ନାଇଁ ଆଉ ତୁମେ କାଁ ବୁଝି ନା ପାରବାର ଏମଆରପି ସାଇନ ମୁଇଁ ଗଲି ଭାଉଚର ସାଇନ ମୁଇଁ ଗଲି ତୁମର ଉପରେ କି କାଁ କରିଆ ଆବା ହଉ ଠିକ ପାସିଂ କରି କିଏ ଯାଇଥିଲା ଯେ କିଏ ଜାଣିଛେ ଭେଲ ନାଇଁ ମୁଁ ମୋର ଘର ଲୋକକୁ ବି ନେଇକିରି ପାସିଂ କରିଥିମି ହଁ ଆଉ ମୁଁ ଅଲଗା କେନ୍ ଲୋକ ବି ଆଣିକିରି ପାସିଂ କରିଥିମି ତମେ ଯାଇଛ କଲର ଥି ଲେଖବାର ଲାଗି ବାସ୍ ସରିଗଲା କଥା। ହଁ ଠିକ ଅଛି ମ୍ୟାଡାମ ଆଉ ଲେଖିଦଉଛୁ ଲେଖିଦଉଛୁ ନାଇଁ ମ୍ୟାଡାମ କାଇଁ ଯେ ପିଲାମାନେ ଏତେ ସବୁ ଓରିଡ କାଁ କରି ହଉଛ ତୁମେ। ନାଇଁ ମ୍ୟାଡାମ ଏନ୍ତା କାମ ଡରଟେ ରହିସି। କିଛି ଡର ନାହିଁ ଗଲା ଥର ବି ବହୁତ ଏନ୍ତା ହେଇଛି ମୁଇଁ କାଣା ନାଇଁ ଜାନି ଗଲା ଥର ବି ଏନ୍ତା ହେଇଛି ମୁଁ କାଣା ନାଇଁ ଜାନି କେଁ ହେଇ ବିଡରେ ହିଁ ହେଇଛି ହେ କଥା ମତେ ହରି ବହୁତ ପଛେ କହିଲେ ଓହୋ ବୁଝିଲ ଆଉ କେନ୍ ହଁ ଜାଗା ନୁ ହେଇଛେ ବି ଆର୍ କେନ୍ କେନ୍ଟା ନା ହେଇଛେ ବି ମାନେ ଡାଇରେକ୍ଟ ସେତକି ନମ୍ବର ଆର ସେ ଜାଗା କେ ବି ମୁଇଁ ଜିପିଏସ ରିଡିଙ୍ଗ ସାଙ୍ଗେ ପଠେଇ ନେମି ବୁଝିପାରୁଛ ତ ଲେକିନ ଯେତେବେଲେ ନୀଲାମ୍ବରମ ଡିଏଫଓ ସାର୍ ଥିଲେ ସେ ତ ପାହାଡ ଚଢାର ଲୋକ ଥିଲେ ଇଏ ହଁ ଡିଏଫଓ ତ ପାହାଡ ଚଢାର ଲୋକ ନୁହେଁ ଆନ ହେଲା ହଁ ହଁ ଫାଷ୍ଟ କଥା ଆମର ଏସିଏଫ ବି ଅଧା ଦୂରେ ଅଟକି ନେଲେ ସେ ନାଇଁ ଯାମୁଇ ବୋଇଲେ ତ ହଁ ସେ ନୀଲାମ୍ବରମ ଡିଏଫଓ କେ ସେମାନେ ଯଦି ଭୁଆଁ ବୁଲେଇ କରି ଠକି ନେଇଛନ୍ ହଁ ଏଇଟା ତ ଛାଡ ଓହୋ ହଉ ସେ ଠିକ ଟାଇମ କେ ନିରୁପମା ହରି କେ କହିଲା କି ଏତେ ଏତେ ଲାଗଲା କାମ ଅଛେ ତମକୁ ମୁଇଁ 5,000 ଟଙ୍କା ଦେମି ହରି ଆଉ ଏଇଟା ନା କହିବ କାହାକେ କହିଲା ଆଉ ପାଖାପାଖି 40 କି 50,000 ଟଙ୍କାର କାମ ନା କରିସି ବୁଝିଲ ହଁ ତାର ଆକାଉଣ୍ଟ ନମ୍ବର ଦେଇଥିଲା ସେ ଟାଇମ ମୁଁ କହି ନଉଛେ ଜାନିଥ କଥାଟା ସେ ଟାଇମ ସେ ତାର ଆକାଉଣ୍ଟ ନମ୍ବର ସବୁ ଦେଇଥିଲା ବଣ୍ଟିର ବିଟର ବଣ୍ଟି ସବୁ ଆକାଉଣ୍ଟ ନମ୍ବର ଦେଇଥିଲେ ତ ହଁ ପାଖାପାଖି 50,000 ଟଙ୍କା ସେ କାମ ନା କରି ଆଉ ସେ ତାକେ ବଳିଲା କି ହରିକି ଟଙ୍କା 5,000 ଦେମି ବଳିଲା ଆଉ ପଛେ ଯେତେବେଲେ ହରି ଖର୍ଚା ବର୍ଚା ମାଗଲା ହରି କି ଚାନ୍ଦନୀ ଚିହ୍ନ ଦେଲା ସବୁ ପଇସା ପତ୍ର ଆକାଉଣ୍ଟ ସବୁ କାଢି କୁଢା ଆଣିଲା ଆଉ ଝଗଡା ହେଇଯାଇଛି ଛାମୁଡା ମୁଡି ନେହବାର ସେ ଟଙ୍କା 5,000 ର କଥା ଲାଗି ତ ହରି ସେ ସବୁ କଥା ମତେ ପଛେ ସବୁ କହିଲେ ମ୍ୟାଡାମ ଏନ୍ତା ଏନ୍ତା କଥା ହେଇଥିଲା ବୋଲିକିରି ଓହୋ ବୁଝିଲ ହଁ ହଉ ତ ସେ ଠିକ କଥା କରିଦଉଛୁ 50,000 ଟଙ୍କା ସେ କାମ ହିଁ ନାଇଁ କରି ଟୋଟାଲି ନାଇଁ ଛି 50,000 ଟଙ୍କାର କାମ ହଁ ବୁଝିପାରୁଛ ହୁଁ ତ ସେଇଟା ହେଲା କଥା ବେଲେ ତମେ ଯେନୁ ତୋର ଅଛେ ଲେଖତେ ଲେଖତେ ଚାଲୁଥନ ହଁ ଦେଖିକିରି ଯେନୁ ଠିକ ଅଛି ପଥର ଥିବା ନ୍ୟାୟ ଥିବା ଯେନୁ ଦେଖମା ହଁ କେନ୍ ଦୁଇଟା ଚାରିଟା ପଥର ବି ଗୋଟେ ରାଉଣ୍ଡ କରି ଦେଇ ନେଲେ ବି କିଛି ଅସୁବିଧା ନାଇଁ ନ ହୁଁ ହେଲା ହୁଁ ଚିନ୍ତା କରମା ପଛେ ତମେ ଯେନ୍ ପଥର ଅଛେ ଲେଖି ଲେଖି ଚାଲ ଠିକ ଅଛି ହେଲା ହୁଁ ଆଉ ସେ ଯେତକି ବୁଟାରେ ଯେତକି ଅଛି ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ଥାର୍ଡ ଇୟର ଖାତା ଟିକେ ଜଣେ ଲେଖୁଥିବା ଠିକ ଅଛି ହଁ ସଭିଆ କଣ କଲର ହାତ ଦେଇଛନ୍ ଜଣେ ତ ନାଇଁ ଖାତା ନାଇଁ ନାଇଁ ଧରିଥିବା ନା ଦୁଇ ଜଣ ଲେଖମୁ ଦୁଇ ଲୋକ କଲର ଧରିକିରି ଲେଖବ ହଁ ଯୋଉଟେ ଖାତା ଥି ଆଉ 2 ଲୋକ କଲର ଚାଲୁ ହେନ୍ତି ହୁଁ ନାହଲେ ଉଥରେ ନା ନାଇଁ ହୁଁ ହେଇ କଥା ବି ହଁ ଠିକ ଅଛି ମ୍ୟାଡ଼ାମ ହଉ ହଁ ହଉ ହଁ ରିପୋର୍ଟିଂ ନା ହେଲା ଯେ ସେ କଣ୍ଟ୍ରୋଲ ରୁମ ଫୋନ କରିକି ବତେଇ ଦେଇଛେ ଲୋକେସନ ଆଉ ହାତୀ କେନ ଅଛନ୍ ସବୁ ବତେଇ ଦେଇଛେ କେନ୍ ଜାଗା ଦେଇଛ ଏ ହାତୀର ସାତଲିଆ ଦେଇଛୁ ଏଇଟା ଉପରଟା ଅସାଧାରଣ ହଁ ହାତୀ ନହେଲେ ପାଖେ ଅଛନ୍ ଆମର
ହଁ ହେଇ ପାଖାପାଖି ଅଛନ୍ ହଁ। ନାଇଁ ନାଇଁ ଆୱାଜ କରୁଛନ୍ ହାତୀ ଭୁଆ ଭୁଇ କରୁଛନ୍ ଓହୋ ହଁ ହଁ ଦେଖିକିରି ଠିକ ବେଶୀ ଲେଟ୍ ଟାଇମ ତ ନାଇଁ ରହିବ ଦେଖିକିରି ସେଫ୍ଟି ହିସାବରେ ଜଲ୍ଦି କାମ ସାରିକିରି ବେଲ ଥାନ ଭାଗି ଆସିବ ଠିକ ଅଛି ହେଲା।